ଲକ୍ଷ୍ମୀଟା ହେଉଛି ଗୋଟେ ଚେତନ। ଦେଖନ୍ତୁ ଗୋଟେ ଲକ୍ଷ୍ମୀ ଟିକେ ହାତକୁ ମାନେ ଉର୍ଦ୍ଧାୟିତ କରିକିରି କାୟ ମନ ବାକ୍ୟରେ ମହାପ୍ରଭୁଙ୍କ ପ୍ରତି ସମର୍ପିତ ହେଇକିରି ଓଡ଼ିଶୀ ମୁଦ୍ରାରେ ସେ ନିଜର ଭକ୍ତି ନୈବେଦ୍ୟ ପ୍ରଭୁ ଆସିଗଲେଣି। ଦେଖନ୍ତୁ ହଂସପଟା ଉପରକୁ ପ୍ରଭୁ ଆସିଗଲେଣି, ବଳଭଦ୍ର ଆସିଗଲେଣି। ଆପଣ ଲକ୍ଷ୍ୟ କରୁଛନ୍ତି ବଳଭଦ୍ରଙ୍କର ମଥାନଟି କେତେ ସୁନ୍ଦର ଦେଖାଯାଉଛି। ବଳଭଦ୍ର ମହାପ୍ରଭୁଙ୍କର ଯେଉଁ ଚିତାଟି ଲାଗିଛି, ଚିତା ଉପରେ ଯେଉଁ ଆପଣଙ୍କର ଯେଉଁ ଫୁଲର ମାଳ, ସେ ଯେଉଁ କ'ଣ ଫୁଲର ମାଳରେ ସେ ବନ୍ଧା ହେଇଛି, ମଲ୍ଲୀର ମାଳରେ ବନ୍ଧା ହେଇଛି, କେତେ ସୁନ୍ଦର ଦେଖାଯାଉଛନ୍ତି। ଏବଂ ପ୍ରଭୁଙ୍କୁ ଯେମିତି ସଜେଇ ଦେଲେ ସେ ସୁନ୍ଦର ଦେଖାଯିବ। ଯଦି ଜଣେ ଭଲ ମଣିଷ, ମାନେ ଉତ୍ତମ ମଣିଷ, ତାକୁ ଆପଣ ଯେମିତି ସଜେଇ ଦିଅନ୍ତୁ ସେ ଭଲ ଦେଖାଯିବ। ଯେଉଁ ଝିଅ ବା ସ୍ତ୍ରୀ ଲୋକଟି ଆପଣଙ୍କର ଭଲ ସର୍ବଗୁଣ ସମ୍ପନ୍ନା, ଯାହାକୁ ଆପଣ ଚାରି ଜାତି ନାରୀ ଭିତରେ ସବୁଠୁ ଶ୍ରେଷ୍ଠ ହେଉଛି ପଦ୍ମିନୀ ଜାତୀୟ ନାରୀ, ପଦ୍ମିନୀ ଜାତୀୟ ନାରୀକୁ ଆପଣ ଯେଉଁଭଳି ଭାବରେ ସଜେଇ ଦିଅନ୍ତୁ ସେ ସୁନ୍ଦର ଦେଖାଯିବ। ସେ ତ ପଦ୍ମାଳୟା ଆଉ ପଦ୍ମା ଏବଂ ଏବଂ ପଦ୍ମିନୀ ଜାତୀୟ ନାରୀ ହେବା ପାଇଁ ଲକ୍ଷ୍ମୀ ଠାକୁରାଣୀ ଏବଂ ସୁଭଦ୍ରା ଠାକୁରାଣୀ ଏମାନଙ୍କର ବିଚାର। ତେଣୁ ପ୍ରତ୍ୟେକ ନାରୀ ଭିତରେ ନାରୀ ସୁଲଭ ଗୁଣ ରହୁ, ସଂସ୍କାର ରହୁ, ଚେତନା ରହୁ। ଆଚାର୍ୟ ଲକ୍ଷ୍ମୀ, ବିଚାର ପଣ୍ଡିତ। ଆଚରଣଟା ଯଦି ଲକ୍ଷ୍ମୀ ସଦୃଶ ହେବ, ଶୁଦ୍ଧଚିତ ପବିତ୍ର ହେବ, ପରିଷ୍କାର ହେବ, ବଡ଼ଦାଣ୍ଡ ଘୋ ଘୋଇ କହୁଛି, ଭକ୍ତମାନେ ହରିବୋଲ ହୁଳହୁଳିରେ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସତରେ ଆସିଗଲା ଓଲାର। ହଁ, ଓଲାର ଆସୁଛି ବର୍ତ୍ତମାନ। ଆପଣମାନେ ଦର୍ଶନ କରୁଛନ୍ତି, ସମସ୍ତେ ହରିବୋଲ ହୁଳହୁଳି ଦେଉଛନ୍ତି। କାହିଁକି ନା ସେମାନେ ଯେତେବେଳେ ବାହୁଡ଼ାରେ ପ୍ରଭୁଙ୍କୁ ଆଣୁଥିଲେ, ପ୍ରଭୁ ଟିକେ କ'ଣ ପ୍ରଭୁଙ୍କର ହେଇଥିଲା ସେ ଜାଣନ୍ତି। ତାଙ୍କ ଲୀଳା ତାଙ୍କୁ ଅଗୋଚର, ଆଉ ନରମାନବ ମାନେ କାହିଁକି ଅଗୋଚର, ତାଙ୍କୁ ଅଗୋଚର, ତାଙ୍କୁ ଗୋଚର। ତେଣୁ ଏବେ ସମସ୍ତଙ୍କ ମନ ଭିତରେ ସେଇ ଡକା ମଧ୍ୟ ଅଛି, ସେଇ ଶଙ୍କା ମଧ୍ୟ ଅଛି। ସବୁ ଫିଟିଗଲାଣି, ରୁଣ୍ଡା ଫିଟିଗଲାଣି। ପ୍ରଭୁ ଧୀରେ 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 ଦେଖନ୍ତୁ ତ୍ରିମୁଣ୍ଡି ଉପରେ ହାତ ପକେଇଛନ୍ତି, ହାତ ପକେଇକିରି ହଂସପଟା ଉପରକୁ ଆସିବେ। ହଂସପଟାରେ ଅବସ୍ଥାନ କରିଥିବା ସମୟରେ ଏବେ ଟାହିଆ ଯିବେ, ଟାହିଆ ଲାଗିବ। କାହିଁକି କହିଲେ? ସେଠି ବାଜିବ, ସେଠି ଜାଗା ସଂକୀର୍ଣ୍ଣ, ସେଠି ତା ଭିତରେ ରହିପାରିବେନି। ଆଚ୍ଛା ଦେଖନ୍ତୁ, ଏଠି ଯେଉଁ ଦିହୁଡ଼ି, ଇଏ ଆମର ପରମ୍ପରା। ଏ ଦିହୁଡ଼ିଟା ଯେତେବେଳେ ଆପଣଙ୍କର ଲାଇଟ୍ ନଥିଲା, ଇଲେକ୍ଟ୍ରିକ୍ ନଥିଲା, ଅନ୍ଧକାରକୁ ଦୂର କରିବା ପାଇଁ ପ୍ରଭୁ ଆସିଲେ। ହଁ, ପ୍ରଭୁ ଆସିଲେ। ତ ସେପଟେ ଦେଖନ୍ତୁ ରସିକ ଡୋର ସବୁ ଧରିଛନ୍ତି, ଖୁବ୍ ଜୋରରେ ଆଜି ଧରିଛନ୍ତି। ଆଉ ଭୁଲ କରିବେ? ମଣିଷ ଥରେ ବାରି ହଯାଏ, ମଣିଷଙ୍କର ଭୁଲ ନୁହଁ ଆଜ୍ଞା। ସେ ତାଙ୍କ ଲୀଳା କରୁଛନ୍ତି, ତାଙ୍କ ଲୀଳାରେ ସେ କେତେବେଳେ କିଭଳି ଭାବରେ କରିବେ କ'ଣ ତାଙ୍କ ଲୀଳା। ଯେ ଆପଣଙ୍କର ଯେଉଁ ଡୋରି ବନ୍ଧା ହେଇଥିଲା, ପାଟ ଡୋରି, ସେଟା ଖସିଗଲା କାହିଁକି? ଯଦି ଠିକ୍ ଭାବରେ ଭିଡ଼ିକିରି ମଥାନରେ ବାନ୍ଧିଥାନ୍ତେ ଖସିଯିବ। ଆମର ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ବିଶ୍ୱାସ କେତେ ରହିଛି। ଦୁଇଥର ବୁଢ଼ା ହେଇନଥିଲା, ଏଇଟା ହେଉଛି କାହିଁକି ବୁଢ଼ା ହେଇନଥିଲା? ତାହେଲେ ତମେ ବଂଶ ପରମ୍ପରା କ୍ରମେ ସେବା କରୁଛ, ଭଗବାନଙ୍କର ସେବା କରିବା ପାଇଁ ସେବକ ପରିବାରରେ ଜନ୍ମ ହେଇଛ, ଯୋଉଥିପାଇଁ ତମେ ଭାବୁଛ ଯେ ଆମେ ସେବାୟତ କୁଳରେ ଜନ୍ମ ହେଇଛୁ, ଏଇଟା ଆମର ପରମ ସୌଭାଗ୍ୟ। ଇଏ ଭାଗ୍ୟଟା କୁଆଡ଼େ ଗଲା? କାହିଁକି ମହାପ୍ରଭୁ ପଡ଼ିଯିବେ? ଫେରେ ଆଗକୁ ସାମ୍ନାକୁ ମାରିକି ପଡ଼ିବେ। ଆପଣ ଜାଣୁଛନ୍ତି କେତେ କାନ୍ଦିଛନ୍ତି ଭକ୍ତମାନେ, ଜଗନ୍ନାଥ ପ୍ରେମୀ, ବଳଭଦ୍ର ପ୍ରେମୀ ଭକ୍ତମାନେ କେତେ କାନ୍ଦିଛନ୍ତି, ଭୋ ଭୋଇ କାନ୍ଦିଛନ୍ତି, ଅନ୍ତରାତ୍ମାର ସହିତ କାନ୍ଦିଛନ୍ତି। ଆମ ପରିବାରର ଯଦି ମୁରବୀ ପଡ଼ିଯାଏ, ଆମେ ରାତିରେ ଶୋଇପାରିବା? ଆମେ ଖାଇପାରିବା? ଇଏ ହେଉଛନ୍ତି ସେଇ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ, ଯେଉଁମାନେ ମହାପ୍ରଭୁଙ୍କୁ କାୟମନ ବାକ୍ୟରେ ଭଲ ପାଆନ୍ତି, କଥାକେ ଭଲ ପାଆନ୍ତି। ସର୍ବମଙ୍ଗଳେ ଜଗନ୍ନାଥ, ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣେ ତ୍ରମ୍ବକେ ଗୌରୀ ନାରାୟଣ ନମସ୍ତେ। ତେଣୁ ଏଇ ଯେଉଁ ନାରାୟଣୀ ଆସୁଛନ୍ତି, ଦେଖନ୍ତୁ ଜଗଜ୍ଜନନୀ କୃପାମୟୀ ମା ସୁଭଦ୍ରା ଠାକୁର, ବଳଭଦ୍ର, ଇଏ ବଳଭଦ୍ର ଠାକୁର, ବଳଭଦ୍ର ଠାକୁର ଯେଉଁ ଆସିଲେ, ବର୍ତ୍ତମାନ ତାଙ୍କ ମନଟି ସତେ ଗୋଟେ ବିରସ ହେଇଯାଇଛି। ଦେଖନ୍ତୁ କିନ୍ତୁ ବନାଟି ଗୋଟେ ଝିଅ କେତେ ସୁନ୍ଦର ଭାବରେ ବନାଟି। ଏଇଟା ହେଉଛି ସମର କଳାର ପରମ୍ପରା, ନାଇଁ? ଅଗ୍ନି ବନାଟି, ତା ଭିତରୁ କ'ଣ ଶତ୍ରୁ ପଶି ପାରିବନି। ଅଗ୍ନି ହୁଳା ରକ୍ଷା କରିବା ପାଇଁ ଜଗନ୍ନାଥଙ୍କୁ ଆଖଡ଼ା 7 ଆଖଡ଼ା ହେଇଥିଲା। ସେ ଆଖଡ଼ାରେ ସବୁ ଯାଇକିରି ଏମାନେ କରୁଥିଲେ, କୁସ୍ତି କରୁଥିଲେ, କେବଳ ଜଗନ୍ନାଥ ମନ୍ଦିରକୁ ରକ୍ଷା କରିବା ପାଇଁ। ରଙ୍ଗୁଳି ମଠର ସାଧୁମାନେ ଥିଲେ, ଏପଟେ ବଡ଼ ଆଖଡ଼ାରେ ମଠର ସାଧୁମାନେ ଥିଲେ, ନାଗା ସାଧୁମାନେ ଥିଲେ, ଏବଂ ଚତୁଃପାର୍ଶ୍ୱରେ ଯେଉଁ ମଠ ଗୁଡ଼ାକ ଥିଲା ଅବଶ୍ୟ ଭାଙ୍ଗିଗଲା, ଭଲ ହେଇଛି। ବେଳେବେଳେ ଆମେ ବିଚାର କରୁଛୁ କାହିଁକି ଏଇ ଗୋଟିଏ ଦୃଷ୍ଟିରୁ କେବଳ ସେମାନେ ଗଜପତି ତା ଉପରେ ମତ ଦେଲେ ଯେ କେବଳ ସେମାନେ ମନ୍ଦିର କେବେ ମୁଁ ଜୀବନ ଭିତରେ ଦେଖିନଥିଲି, କେବଳ ଦେଖୁଥିଲି ସେମାନେ ଦୋକାନ ଘର ଭଡ଼ା ଦେଇକରି କିଛି ପଇସା ଅର୍ଜନ କରୁଛନ୍ତି। ସେ କଥାକୁ ଆମେ ବିଚାର କରିବାନି।
କିନ୍ତୁ ଏବେ ମନ୍ଦିର ପରିଷ୍କାର ଅଛି କିନ୍ତୁ ମନ୍ଦିରର ଚତୁଃପାର୍ଶ୍ୱରେ ଆଚ୍ଛା ବଳଭଦ୍ର ଠାକୁରଙ୍କ ମୁହଁ ଟିକେ ବିରସ ପଡ଼ିଯାଇନି ନାଇଁ ନାଇଁ ବଳଭଦ୍ର ମତେ କାଇଁ ବିରସ ଲାଗୁଛି? ପଡ଼ିବେନି କାରଣ ଦୀର୍ଘ ଦିନ ବୁଢ଼ା ପଡ଼ିଯାଇଥିଲା ଆଣ୍ଠୁ ଆମେ ଯେମିତି ମେଡ଼ିକାଲ ଯାଇଥିଲେ ସେ କ'ଣ ମେଡ଼ିକାଲ ଗଲେ କି ଦେଖନ୍ତୁ କେଡ଼େ ତାଙ୍କୁ ସୁନ୍ଦର ଯାହା ଟିକେ ଟାହିଆ କରିଦିଏ ଆସୁଛି। ସଦବାଦନ ଆଉ କେଡ଼େ ସୁନ୍ଦର ଟାହିଆ ଆସୁଛି ଯୋଉ ଏ ଟାହିଆ ଟାହିଆ ଲାଗିବ। ଦେଖିକିରି ଭକ୍ତ ନିଜକୁ ଧନ୍ୟ କୃତାର୍ଥ ମଣେ ହେ ପ୍ରଭୁ ଦେଖନ୍ତୁ ପୁଣି ଆପଣଙ୍କର ଆଜି ପୁଣି ନାହାଣକୁ ଧରିଲେଣି ଆପଣଙ୍କର ଇଏ କଣ ଲୀଳା ପ୍ରଭୁ? ଅପାର ଆପଣଙ୍କର ଟାହିଆ ଅତି ସୁନ୍ଦର ଯୋଉ ଟାହିଆଟା ଆପଣଙ୍କର ମଥାନରେ ଯେତେବେଳେ ଟାଇଟ୍ ବା ଦେଖୁନାହାନ୍ତି କେମିତି ହଲୁଛନ୍ତି ଶକ୍ତ କରି ଏଇ ଆସିଲା ଏଇ ହଂସପଟା ଜାଗାକୁ ଆସିଲା। ଏଇ ଏଇଟା ଜାଗାଟା ହଉଛି ହଂସପଟା ଆରି ଉପରେ ସେ ଏଇଟା ବସିଲେ ଯଦି ବାଲାନ୍ସରେ ନ ରହିବ ତାହେଲେ ଏପଟ ସେପଟ ହେଇଯିବ ସେଇଟା ପ୍ରକୃତରେ ବୋଧେ ସେଦିନ ଟିକେ ବାଲାନ୍ସରେ ନଥିଲା ଟିକେ ଏପଟ ସେ ସେପଟ ପୁରା ହେଇଥିଲା କାଦମ୍ବରୀ ପ୍ରମତ୍ତ କାଦମ୍ବରୀ ପ୍ରମତ୍ତ ହେଲା ମାନେ ତ କୁଆଡ଼କୁ ସମିଶଳମ କାଦମ୍ବରୀ ଚଞ୍ଚଳମ ରତ୍ନାଢ୍ୟଂ ବରକୁଣ୍ଡଳ ଭୁଜବଳୈରାକ୍ରାନ୍ତ ଭୂମଣ୍ଡଳମ ବଜ୍ରାଭମଙ୍ଗଳମ ଚାରୁବର୍ଣ୍ଣ ଯୁଗଳମ ନାଗେନ୍ଦ୍ର ଚୂଡ଼ୋଜ୍ୱଳମ ସଂଗ୍ରାମ ଚପଳଂ ଶଶାଙ୍ଗ ଧବଳମ ଶ୍ରୀକାମପାଳଂ ଭଜେ ଏ ଯେଉଁ ଦୌର୍ଭ୍ୟାଙ୍ଗ ଶୋଭିତମ ଆପଣ ଦେଖିବେ ଏ ଦୋଷ ଶବ୍ଦରୁ ଆସିଛି ଏବଂ ଦୋଷ ଶବ୍ଦର ଅର୍ଥ ହେଉଛି ବାହୁ ଏବଂ ଖାଲି ଦ୍ୱିତୀୟ ବ୍ୟକ୍ତି ହେଇଗଲା ଦୌର୍ଭ୍ୟାମ ମହାବାହୁ ଇଏ ବାହୁ ମାନେ ଏତେ ଶକ୍ତ ଏତେ ବଳଶାଳୀ ସେଇଥିପାଇଁ ତାଙ୍କ ନାଁ ହେଉଛି ବଳଭଦ୍ର ସେ ବଳରେ ବଳିଆନ ପ୍ଲସ୍ ଭଦ୍ରାମୀରେ ବି ବଳିଆନ ଆପଣ ଦେଖନ୍ତୁ ଅଧିକାଂଶ ଲୋକଙ୍କ ପାଖରେ ଆଜି କି ସାଧାରଣ ଜ୍ଞାନ ନାହିଁ ଭଦ୍ରାମୀ ଦୂରର କଥା ସାଧାରଣ ଜ୍ଞାନ ନାହିଁ ଆପଣ ଦେଖିବେ ଛକ ଜାଗା ଉପରେ ରାସ୍ତାକୁ ମାଡ଼ିକିରି ଗପସପ କରୁଥିବେ ଯଦି ହର୍ନ ମାରିବେ ଆପଣ ଗାଡ଼ିର ହର୍ନ ମାରିବେ କେହି ଉଠିବେ ଏନ୍ଏଚରେ ତ କରୁଛନ୍ତି ଆଉ ସେ ଛକ ତେଣୁ ଜାଗା ତ ଅଲଗା କଥା। ବର୍ତ୍ତମାନ ମୋତେ ଲାଗୁଛି ଯେଉଁ ବଳଭଦ୍ର ନାମଧାରୀ ବଡ଼ ଠାକୁର ଯିଏକି ଆପଣଙ୍କର ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ ଆଜି ଓହ୍ଲେଇକିରି ହଂସପଟାକୁ ଆସୁଛନ୍ତି ଏବଂ ହଂସପଟାରେ କେଡ଼େ ସୁନ୍ଦର ଦେଖନ୍ତୁ ଟାହିଆ ଯେଉଁ ରାଘବ ଦାସ ମଠ ଯୋଗାଇ ଦେଇଥିବା ଟାହିଆ ଏ ଟାହିଆ କ'ଣ କେଉଁ ଜାଣିଛନ୍ତି ନା ଜଗତ ସତ୍ୟ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବ୍ରହ୍ମ ସତ୍ୟ କାହିଁ କହିଲେ ନା ବ୍ରହ୍ମ ହେଉଛି ଜୀବାତ୍ମା ବ୍ରହ୍ମ ହେଉଛି ଜୀବ ବ୍ରହ୍ମ ପରମାତ୍ମା ପରମ ବ୍ରହ୍ମ ତେଣୁ ପରମ ବ୍ରହ୍ମଙ୍କ ସହିତ ଜୀବାତ୍ମାର ମିଳନ ଆଜି ହେଉଛି ପ୍ରତ୍ୟେକ ଦିନ ତ ହେଉଛି ଏବଂ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ଆରମ୍ଭ ହୋଇକିରି ଆଜି ଶେଷ ଅବସ୍ଥାରେ ଆମେ ପହଞ୍ଚିଲେଣି ଆଜି ମହାପ୍ରଭୁମାନେ ଆଉ ଇଚ୍ଛା କରୁନାହାନ୍ତି ଆପଣ ଦେଖିବେ ଆମେ ଯଦି କେଉଁଠି ବନ୍ଧୁ ଘରୁ ଯାଇଥିବା ଚାକିରି କ୍ଷେତ୍ରରେ ଯାଇଥିବା ବୁଲିବାକୁ ଯାଇଥିବା ଆମେ ଯେତେବେଳେ ଫେରୁଥିବା ଆମ ମନ ଆଉ କେଉଁଠି ଲାଗିବ କି କେମିତି ଯାଇକି ଘର ଧରିବା କେମିତି ଯାଇ ଘରେ ପହଞ୍ଚିବା କେମିତି ଯାଇ ମୋର ପୁଅ ଝିଅ ନାତି ନାତୁଣୀ ଅଛନ୍ତି ତାଙ୍କୁ ଦେଖିବା ଇଏ ହେଉଛି ମଣିଷର ଚେତନା ମଣିଷର ଭାବନା ଏ ଯେଉଁ ବନାଟି ଯେଉଁ ଅଗ୍ନି ହୁଳା ଆମର ତ ପୁରୀ ଝିଅ ଆମର ନିର୍ମଳା ସେ ଦେଖିକିରି କହିପାରିବେ ଯେ ବର୍ତ୍ତମାନ ଦେଖନ୍ତୁ କେତେ ସୁନ୍ଦର ସମର କଳାରେ ନିପୁଣ ଆମର ଓଡ଼ିଆ ଜାତି ଅର୍ଥାତ୍ ସେତେବେଳେ ଯେଉଁ ମୁଗଲ ମୁସଲମାନ ଆଫଗାନ ମାନେ ଆକ୍ରମଣ କରୁଥିଲେ ବିଶେଷ କରି କଳିଙ୍ଗ ସାମ୍ରାଜ୍ୟର ରାଜାମାନେ ବିଶେଷ କରି ଆମର କେଶରୀ ବଂଶର ଯଜାତି କେଶରୀ ଏବଂ ଗଙ୍ଗବଂଶର ଚୋଡ଼ଗଙ୍ଗଦେବ ତୃତୀୟ ଅନଙ୍ଗ ଭୀମଦେବ ଏବଂ ପରବର୍ତ୍ତୀ ସମୟରେ ଗଙ୍ଗବଂଶୀ କପିଳେନ୍ଦ୍ର ଦେବ ଯାହାଙ୍କୁ ଆମେ ସୂର୍ଯ୍ୟବଂଶୀ ରାଜା ବୋଲି କହୁଛେ କପିଳେନ୍ଦ୍ର ଦେବ ଯେଉଁ 16ଟି ହାତୀ ପିଠିରେ ଯେଉଁ ଆଣିଥିଲେ କ'ଣ ଆଣିଥିଲେ ନା ସ୍ୱର୍ଣ୍ଣ ଅଳଙ୍କାର ମାନେ ଆପଣଙ୍କର ହୀରା ନୀଳା ମୋତି ମାଣିକ୍ୟ ଆଦି ଆଣିଥିଲେ ଖାଲିଟାରେ ଆଣିଥିଲେ ଜୟ କରିକି ଆଣିଥିଲେ ଏବଂ ଦୁର୍ଦ୍ଧର୍ଷ ପରାକ୍ରମୀ ଦାକ୍ଷିଣାତ୍ୟ ବିଜୟ କରି ତାଙ୍କର ସୈନିକମାନଙ୍କୁ ପରାସ୍ତ କରି ତାଙ୍କ ରାଜାଙ୍କୁ ପରାସ୍ତ କରିକିରି ଆଣିଥିଲେ ବୀରଦର୍ପରେ ଆଣିଥିଲେ ଏବଂ କପିଳେନ୍ଦ୍ର ଦେବଙ୍କ ସମୟରେ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ସମୟରେ କଳିଙ୍ଗର ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ବିଶାଳ କଳିଙ୍ଗ ସାମ୍ରାଜ୍ୟ ଯେଉଁ କଳିଙ୍ଗ ସାମ୍ରାଜ୍ୟକୁ ଦେଖି ମଗଧ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ କଳିଙ୍ଗ ରାଜାକୁ ଯୁଦ୍ଧରେ ପରାସ୍ତ କରିଥିଲେ ଶେଷରେ କଳିଙ୍ଗର ଧର୍ମବଳ ଏତେ ଥିଲା ଶେଷରେ ସିଏ ଚଣ୍ଡାଶୋକରୁ ଧର୍ମାଶୋକ ହୋଇପାରିଥିଲେ ତେଣୁ କଳିଙ୍ଗର ଅଧିବାସୀ କଳିଙ୍ଗର ରାଜାମାନଙ୍କର ବୀରତ୍ୱର ଗାଥା ପୁରାଣ ଶାସ୍ତ୍ରରେ ଏବଂ ଇତିହାସରେ ଲିପିବଦ୍ଧ ହୋଇଛି କିନ୍ତୁ କଳିଙ୍ଗ ଏବଂ ଓଡ୍ର ଦୁଇଟି ଜାତି ଥିଲେ ଆପଣମାନେ ଜାଣନ୍ତି ଯେ କଳିଙ୍ଗର ସୈନିକମାନେ ଆପଣଙ୍କର ମହାଭାରତ ଯୁଦ୍ଧରେ କୌରବ ପକ୍ଷରେ ଏବଂ ପାଣ୍ଡବ ମାନେ ଆପଣଙ୍କର ମାନେ ପାଣ୍ଡବ ଏ ଯେଉଁ କଳିଙ୍ଗ ଓଡ୍ରର ସୈନିକମାନେ
पांडव मान पक्ष युद्ध करुले 18 दिन भितर जो 17.5 दिन जो युद्ध होता आउ ये ओडिए युद्ध बाकी अच्छी यहाँ बर्तमान तृतीय विश्वयुद्ध में से परिलक्षित हम बर्तमान महाप्रभुंर मुचुड़ा ताकू छुईकी मुंडरे हाथ मारिदेकरी निजक केते धन्य मन करुच्ची भक्त भक्त माने महाप्रभु को एत भल पाती एवं एत परिमाण रे अंतरात्मार सहित भल पाती जदि महाप्रभु पाखे जीवनटा चली जाए भी दुख नहीं अतीत रथ चक तले चापी होकर बहुत लोग मरुले मरिया आसुले कहीं जदि आम चक तले चापी होकर मरबू आम मुक्तिमोक्ष निर्माण पाइबू केते दृढ़ोक्ति केते ईश्वर प्रति भक्तिभाव ये जगन्नाथ एभली ठाकुर बा ये जगन्नाथ बलभद्र सुभद्रा सुदर्शन एभली ठाकुर एभली विचारधारार मनीष एभली चेतनार मनीष तांकर ना स्मरण कले मुक्ति तांकर लीला देखिले मुक्ति तांकर बेश देखिले मुक्ति तांकर प्रतिटी जानी यात्रा ओषा व्रत पर्वपर्वाणी आम जब देखा ताला आम भितर से भाव आसब मनीष पणियार उद्रेक हम ये हूँ वास्तव में गोटे ऐतिह्य संपन्न चेतनार बाणी पाखे ठिया नवपति महापात्र रही सन्त को गोटे प्रतिमा पत्र से पड़गले से दिन गोड़ खंडिया गोड़ उठी पारुनी ता सत्वे छोटे छोटे जाइए से कर्पूर आलती करी भगवान को निजर भक्ति नैवेद्य अर्पण करुँच आउ जड़े हाथ हल कहते हरिबोल उड़ दियो जय जगन्नाथ ध्वनि दियो अर्थात जय जगन्नाथ जय बलभद्र ध्वनि रे यदि गगन पवन प्रकम्पित हो अरुण स्तंभ निकटवर्ती से जो सिंहद्वार चकड़ा जो रथ चकड़े 3 रथ दंडायमान बा विराजमान से ही जगार जदि जय जगन्नाथ जय बलभद्र जय सुभद्रा जय सुदर्शन चतुर्धा मूर्ति